କରିଥିଲେ ତାପରେ ବର୍ତ୍ତମାନ ଆମର ଆଖପାଖରୁ ଭୋର 4ଟା ପର୍ଯ୍ୟନ୍ତ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବଡ଼ ବଡ଼ ମୌଲାନାମାନଙ୍କର ତକରିର ବା ଧର୍ମସଭା ଅନୁଷ୍ଠିତ ହେବ। ପ୍ରଶାସନଙ୍କ ତରଫରୁ ଆମକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ ଏବଂ ସମର୍ଥନ ମିଳିଛି। ବିଶେଷ ଆଜିକା ଏହି ଶୁଭ ଅବସରରେ ମୁଁ ଆପଣମାନଙ୍କ ମାଧ୍ୟମରେ ମାନ୍ୟବର ଜିଲ୍ଲାପାଳ ମହୋଦୟଙ୍କୁ ଏବଂ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କୁ ମୁଁ ଅନୁଷ୍ଠାନ ତରଫରୁ ତଥା କମିଟି ତରଫରୁ ଏବଂ ମୁସଲିମ କମ୍ୟୁନିଟି ତରଫରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଦେବା ସହିତ ଧନ୍ୟବାଦ ଦେଉଛି। କାରଣ ତାଙ୍କର ଉଦ୍ୟମ ଏବଂ ପ୍ରଚେଷ୍ଟା ବଳରେ ଆଜି ଆମ ଉର୍ସ ଫେଷ୍ଟିଭାଲ ଯେଉଁ ସର୍ବଭାରତୀୟ ସ୍ତରର ସମ୍ପୂର୍ଣ୍ଣ ସଫଳ ହେବାକୁ ଯାଉଅଛି। ଏବଂ ବିଶେଷ କରି ଆମ ଧାମନଗର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ଓଡ଼ିଶା ସରକାରରେ ଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ମାନ୍ୟବର ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ତାଙ୍କର ଆମ ଉପରେ ତାଙ୍କର ବହୁତ ଅଛି। ସେ ଆମକୁ ସାହାଯ୍ୟ କରିଛନ୍ତି, ତାଙ୍କ ପ୍ରଚେଷ୍ଟା ରହିଛି, ସେ ଆମକୁ ସମର୍ଥନ ଦେଇଛନ୍ତି। ବିଶେଷ କରି ଧାମନଗରରେ ଥିବା ଭାଇଚାରା ହିନ୍ଦୁ ମୁସଲମାନର ଯେଉଁ ଆମ ତାଙ୍କର ପୂର୍ଣ୍ଣ ସହଯୋଗ ରହିଛି ଆମ ହିନ୍ଦୁ ଭାଇଙ୍କର ଏହି ଉର୍ସରେ ସେମାନେ ମଧ୍ୟ ନଜର ରଖିଛନ୍ତି ଯେମିତି ଅପ୍ରୀତିକର ଘଟଣା ନ ଘଟେ। ଆମେ ଏକ 45 ବର୍ଷ ହେଲା କେବେ ଏମିତି ହେଇନାହିଁ, କିନ୍ତୁ ଆମେ ବି ଆଶା କରୁଛୁ ପିଲାଙ୍କ ଆସିବାକୁ କେବେ ଅପ୍ରୀତିକର ଘଟଣା ହେବ ନାହିଁ। କାରଣ ଆମେ ଉଭୟ କମ୍ୟୁନିଟି ଏଠି ନଜର ରଖିଛୁ, କେମିତି ଶାନ୍ତିଶୃଙ୍ଖଳ ଭାବରେ ସମ୍ପୂର୍ଣ୍ଣ ହେବ ସମସ୍ତେ ଚେଷ୍ଟା କରୁଛୁ। ପରିଶେଷରେ ପୁଣି ଥରେ ଆସୁଥିବା ଭାରତବର୍ଷ ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସଂଖ୍ୟାରେ ପୃଥିବୀମାନଙ୍କ ସରକାର ଭକ୍ତମାନଙ୍କୁ ଉଦ୍ଦେଶ୍ୟ ମୁଁ ଏହି ଆପଣମାନଙ୍କ ମାଧ୍ୟମରେ କହିବି ଯେ ଆସନ୍ତୁ ଶାନ୍ତି ଶୃଙ୍ଖଳ ଭାବରେ ଏ ପ୍ରତିକୂଳ ପାଗ ସତ୍ତ୍ୱେ ବି ଆପଣମାନେ ଆସନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଯାହା ହଉ ଆଉ ଅଳ୍ପ ସମୟ ମଧ୍ୟରେ ଆମର ବର୍ତ୍ତମାନ ତକରିର କାର୍ଯ୍ୟକ୍ରମ ବା ଧର୍ମସଭା କାର୍ଯ୍ୟକ୍ରମ ଆରମ୍ଭ ହେବ, ତାପରେ ଆସନ୍ତା ସପ୍ତାହେ ଏହା ସମାପନ ହେବ।